ବାଲେଶ୍ୱର ପୌରପାଳିକା କାର୍ଯ୍ୟ କରୁଛି କାହା ହିତରେ? ବାଲେଶ୍ୱର ବସ୍ଷ୍ଟାଣ୍ଡ ଆଗ ପାଲଟିଛି ମରଣ ଯନ୍ତା। ଦେଖିବାକୁ ନାହାନ୍ତି କେହି, ସମସ୍ତେ ମିଛରେ କାନ୍ଦୁଛନ୍ତି କୁମ୍ଭୀର କାନ୍ଦ। ବାଲେଶ୍ୱର ଜିଲ୍ଲା ବସ୍ ଷ୍ଟାଣ୍ଡର ବହୁତ ପୁରୁଣା ହୋଇଥିଲେ ମଧ୍ୟ ଏବେ ତା ଆଗଟି ପାଲଟିଛି ମରଣ ଯନ୍ତା। ବସ୍ ଷ୍ଟାଣ୍ଡ ଭିତରେ ଶହ ଶହ ବସ୍ ଅଛି। ପ୍ରତି 5ରୁ 10 ମିନିଟ୍ ଭିତରେ ଗୋଟିଏ ପରେ ଗୋଟିଏ ବସ୍ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯିବା ଆସିବା କରୁଛି। କିନ୍ତୁ ଏବେ ବସ୍ଷ୍ଟାଣ୍ଡର ଆଗଟି ପାଲଟିଛି ମରଣ ଯନ୍ତା। ପିଚୁର ରାସ୍ତା ଫାଟି ଆଁ କଲାଣି ତ କେଉଁଠି ବଡ଼ ବଡ଼ ଖାଲ ହେଲାଣି, ଆଉ କେଉଁଠି ଖାଲି ପଥର ମେଞ୍ଚା ମେଞ୍ଚା ପଡ଼ିଛି। ଫକୀରମୋହନ ଗୋଲେଇ ଦେଉ ଯେଇ ଗାଡ଼ି ସବୁ ରେମୁଣା ମିତ୍ରପୁର ଅଭିମୁଖେ ଆସୁଛି, ଠିକ୍ ବସ୍ଷ୍ଟାଣ୍ଡ ଆଗରେ କିଏ ପଡ଼ୁଛି ତାହା ଗାଡ଼ି ପଙ୍କଚର ହେଉଛି, ଆଉ କିଏ ଖାଲରେ ବାଇକ୍ ପକାଇ ଦେଇ କଣ୍ଟ୍ରୋଲ କରି ନପାରି କାହାକୁ ଧକ୍କା ଦେଉଛି। ଫଳରେ ଦୁର୍ଘଟଣା ଘଟି ଚାଲିଛି। ଦେଖିବାକୁ କେହି ନାହାନ୍ତି। କିଏ ଆହତ ହେଉଛି ତ କିଏ ମେଡ଼ିକାଲରେ ମରଣ ସହ ଲଢ଼େଇ କରୁଛି। ବାଲେଶ୍ୱର ପୌରପାଳିକା ଏ ସମସ୍ତ ସମସ୍ୟାକୁ ଦେଖୁଛି ନା ନ ଦେଖିଲା ଭଳି ଚୁପଚାପ ବସି ରହିଛି, ତାହା ଏବେ ସଭିଙ୍କ ମନରେ ପ୍ରଶ୍ନ।